ଭୁବନେଶ୍ୱର ହେଉଛି ଓଡ଼ିଶାର ଏକ ଐତିହ୍ୟ ସହର ଏବଂ ଏହାର ରାଜଧାନୀ ମଧ୍ୟ, ଯାହାକି ଖୋର୍ଦ୍ଧା ଜିଲ୍ଲାରେ ଅବସ୍ଥିତ। ଏହି ଉପନଗରୀ ଅଞ୍ଚଳ, ବିଶେଷ କରି ପୁରୁଣା ସହର ଅର୍ଥାତ୍ ଯାହାର ଆଧୁନିକ ନାମ ଓଲ୍ଡ ଟାଉନ୍, ଐତିହ୍ୟ ଭାବରେ ପ୍ରାୟତଃ ଚକ୍ରକ୍ଷେତ୍ର ଏବଂ ଏକାମ୍ର କ୍ଷେତ୍ର ଭାବେ ଚିତ୍ରିତ କରାଯାଇଛି। ଏହା ଭାରତର ମନ୍ଦିର ମାଳିନୀ ସହର ନାମରେ ମଧ୍ୟ ପରିଚିତ। ଏହାର ନାମ ଏହାର ଭୂଭାଗରେ ବିନ୍ଦୁ ମନ୍ଦିର ଥିବା ଅନେକ ମନ୍ଦିରରୁ ଆସିଛି, ଯାହା ଭାରତର ସମୃଦ୍ଧ ସ୍ଥାପତ୍ୟ, ଧାର୍ମିକ ଏବଂ ସାଂସ୍କୃତିକ ଐତିହ୍ୟର ପ୍ରମାଣ ଦିଏ। ସମସ୍ତଙ୍କୁ ମୋର ନମସ୍କାର ଆଉ ଜୟ ଜଗନ୍ନାଥ। ମୁଁ ଜିତନ ସ୍ୱାଗତ କରୁଛି ମୋର ଏହି ଛୋଟିଆ ବ୍ଲଗ୍ରେ। ଆଉ ଏହି ଧାର୍ମିକ ସ୍ଥାପତ୍ୟକୁ ଏକ୍ସପ୍ଲୋର କରିବା ପାଇଁ ମୁଁ ଭୁବନେଶ୍ୱରରୁ ବାହାରିଗଲି ଖୋର୍ଦ୍ଧା ଅଭିମୁଖେ। ଆଉ 12 କିଲୋମିଟର ଅତିକ୍ରମ କଲା ପରେ ମୁଁ ପହଞ୍ଚି ଯାଇଥିଲି ଏହି ପ୍ରାଚୀନ ମନ୍ଦିରରେ, ଯେଉଁଠିକି ଏକ ବିରାଟ ଆମ୍ବ ଗଛର ଛାୟା ତଳେ ପୂଜା ପାଉଛନ୍ତି ମା ବନଦୁର୍ଗା ଓ ମା ବାଟଭୁଆସିନୀ। ଏଠିକାର ମୁଖ୍ୟ ପୂଜକଙ୍କ କହିବା ହିସାବରେ ଏହି ସ୍ଥାନଟି ଅତ୍ୟନ୍ତ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା। ଏଠାକୁ ଆସୁଥିବା ଗୋଚରକାମାନେ ମାଙ୍କୁ ପୂଜାର୍ଚ୍ଚନା କରୁଥିଲେ। କାଳକ୍ରମେ ଆଖପାଖ ଲୋକ ଜାଣି ମାଙ୍କୁ ପୂଜାର୍ଚ୍ଚନା କରିବାକୁ ଲାଗିଲେ। ସେବେଠାରୁ ଏହି ଆମ୍ବ ଗଛ ମୂଳରେ ପୂଜା ପାଉଛନ୍ତି ମା ବାଟଭୁଆସିନୀ। ଏହି ମନ୍ଦିରର କଳା ଓ ସ୍ଥାପତ୍ୟ କାରିଗରୀ ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ। ଏହାର ଚତୁଃପାର୍ଶ୍ୱରେ ସତ୍ୟଯୁଗ, ତ୍ରେତୟା ଯୁଗ, ଦ୍ୱାପର ଯୁଗର ସମସ୍ତ ଲୀଳାଖିଳା ସ୍ଥାନ ପାଇଛି। ତତ୍ ସହିତ ମାଙ୍କର ଦଶାବତାର ମଧ୍ୟ ସ୍ଥାନ ପାଇଛି। ଏହାପରେ ମୁଁ ଏଠାରେ ଅନ୍ନପ୍ରସାଦ କରି ମୁଁ ଫେରି ଆସିଥିଲି ମୋ ଘରକୁ। ଯଦି ମୋର ଏହି ଛୋଟିଆ ବ୍ଲଗ୍ଟି ଆପଣଙ୍କୁ ଭଲ ଲାଗିଥିବ, ଗୋଟେ ଛୋଟ ଲାଇକ୍ ଆଉ ସବସ୍କ୍ରାଇବ୍ କରିଦେବେ। ଥ୍ୟାଙ୍କ ୟୁ। ଜୟ ଜଗନ୍ନାଥ।